ଭଙ୍ଗା ମଣିଷ ଦୁଆର ବନ୍ଧକୁ ଆଉଜିକି ସେମିତି ବସିଥାଏ ମୁଁ। ପୁଅ ଶ୍ରୀତମର ଟ୍ୟାକ୍ସି ଆସି ଦାଣ୍ଡରେ ଛିଡ଼ା ହେଲାଣି। ବୋହୂ ପାୟଲ ଶେଷ ପ୍ୟାକିଂ ଭାବେ କିଛି ଦରକାର ଜିନିଷ ନିଜ ହାତ ବ୍ୟାଗରେ ରଖୁଛି, ଯେଉଁଟାକି ଫ୍ଲାଇଟରେ ଗଲାବେଳେ ନିଜ ପାଖରେ ରଖିହେବ। ନାତୁଣୀ ରୀତା ଡ୍ରେସ୍ ପିନ୍ଧି ସାରିଲାଣି, ମାନେ ଅଥୟ ହେଲାଣି ଗାଡ଼ିରେ ବସିବାକୁ। ଶ୍ରୀତମ ଗୋଟି ଗୋଟି କରି ଲଗେଜ ସବୁ ଆଣି ଗାଡ଼ିରେ ରଖୁଛି। ବୋହୂର କାମ ସରିଲା କି କ'ଣ କାନ୍ଧରେ ଭ୍ୟାନିଟି ବ୍ୟାଗଟି ଗଳେଇ ଆସି ମୋ ପାଖରେ ପହଞ୍ଚି ପାଦ ଛୁଇଁ ପ୍ରଣାମ କଲା। ମମିକୁ ଦେଖି ନାତୁଣୀ ରୀଚା ବି ସେମିତି କଲା। ତାପରେ ସେମାନେ ଯାଇ ଗାଡ଼ିରେ ବସିଲେ। ଏଥର ପାଳି ଶ୍ରୀତମର। ସିଏ ବି ପାଖକୁ ଆସି ମୋ ପାଦ ଛୁଇଁ ପ୍ରଣାମ କରି ବାପା ଆମେ ଆସୁଛୁ କହି ଗାଡ଼ିରେ ବସିଲା। ଗାଡ଼ି ଗଡ଼ିଲା ଏୟାରପୋର୍ଟ ଅଭିମୁଖେ। ସେମାନେ ଚାଲିଗଲା ପରେ ସେମିତି ଆହୁରି କେତେ ସମୟ କେଜାଣି ସେ ଦୁଆର ବନ୍ଧକୁ ଆଉଜି ବସିଥାଏ ମୁଁ। ଘର ଭିତରକୁ ଯାଇ କରିବି ବା କ'ଣ? ଏତେ ବଡ଼ ଘର ଭିତରଟା ଖାଁ ଖାଁ ହେଇ ଖାଇ ଗୋଡ଼େଇଲା ଭଳି ଲାଗୁଛି। ଏଇଠି ହେଲେ ବସିଲେ କିଛି ସମୟ ଭଲ ଲାଗିବ। ଏଇଠି ଏମିତି ମୋ ଫେରିବା ବାଟକୁ ଜଗି ବସନ୍ତି ଅହଲ୍ୟା ମୁଁ ଫେରିବା ଯାଏ। ଗଲା ଆଇଲା ଲୋକ ଦିପଦ କଥା ହେଇଯାଆନ୍ତି ଅହଲ୍ୟା ସହ। ସମୟ ଜଣା ପଡ଼େନି ଅହଲ୍ୟାଙ୍କର, କିନ୍ତୁ ବିରକ୍ତ ହୁଏ ମୁଁ। ମୋତେ ଅହଲ୍ୟା କାହା ସହ ବେଶୀ ମିଳାମିଶା କରୁ ଜମାରୁ ବି ଭଲ ଲାଗେନି। ଗୋଟେ ପାଲା ଚଲେଇଛୁ ଦାଣ୍ଡ ମୁହଁରେ ବସିକି ବୋଲି ଅନେକ ଥର ଗାଳି ବି ଦେଇଛି। ସେଥିପାଇଁ ଦୂରରୁ ଅହଲ୍ୟା ମୋତେ ଦେଖିଦେଲେ ତର ତର ହେଇ ଘର ଭିତରକୁ ପଶିଯାଆନ୍ତି। ଘର ଆଗରୁ ଭିଡ଼ ଭାଙ୍ଗିଯାଏ। କେବେ କେବେ ଜାଣି ନ ପାରି ଭିଡ଼ ଲାଗି ରହିଥିଲେ ସେଦିନ ଅହଲ୍ୟାଙ୍କର ଖାଇବା ବନ୍ଦ। ଗାଳିରେ ତ ପେଟ ପୁରି ଯାଇଥାଏ, ଖାଇବେ ଆଉ କ'ଣ? ମନ ଭରି ଗାଳି ଖାଇସାରି ନିଜ ଲୁହ ନିଜେ ପିଇ ଦେଇ ଶୋଇଯାଆନ୍ତି ସେ ତକିଆରେ ମୁହଁ ଗୁଞ୍ଜି ଦେଇ। କିଛି ବି ଫରକ ପଡ଼େନି ମୋତେ। ମୁଁ ମୋର ସେମିତି ନିଶ୍ଚିନ୍ତରେ ପେଟେ ଖାଇଦେଇ ଶୋଇଯାଏ ଅନାଶୟରେ ନିଘୋଡ଼ ନିଦରେ। ବେଳେବେଳେ ନିଦ ନ ଆସିଲେ ମନେ ପଡ଼େ ଅହଲ୍ୟା କଥା। ଏଥର ଅହଲ୍ୟାକୁ ଭିଡ଼ି ଆଣେ ନିଜ ପଟକୁ। ଅହଲ୍ୟାର ଆଖିର ଲୁହ ଯେଉଁଠି ମୋତେ ଦେଖାଯାଏନି, ଛାତିର କୋହ କେଉଁଠି ବା ଦେଖାଯିବ? ବିଚାରୀର ଅପରାଧ କ'ଣ ଏମିତି ଥିଲା ବା? ସମୟ ବିତାଇବା ପାଇଁ ସାହିର ନଣନ୍ଦ ଝିଆରୀ କିମ୍ବା ଯା'ମାନଙ୍କ ସହିତ ଟିକେ ଆଳାପ ଆଲୋଚନାରେ ଭାଗ ନେଇଥାଏ। ସେଇଟା କ'ଣ ଏତେ ବଡ଼ ଅପରାଧ ଯେ ତା' ପାଇଁ ଏତେ ଗାଳି? କାହିଁକି ମୋତେ ଏସବୁ ଭଲ ଲାଗେନି? ନିଜ ମନକୁ ନିଜେ ପଚାରୁଥିଲି ମୁଁ। ନାଁଟା ମୋର କିଏ କେଜାଣି ଆନନ୍ଦ ଦେଇଥିଲା? ବାପା ନା ବୋଉ କିଏ ହୋଇଥିବ ଜଣେ। ସମସ୍ତଙ୍କ ନଜରରେ ନିଜ ସନ୍ତାନ ଗୋଟେ ଗୋଟେ ହୀରା। ନହେଲେ ଏମିତି ନାଁ କିଏ ଦିଅନ୍ତା? ମୁଁ ଜାଣିବାରେ ଦିନେ କାଳେ ମୁଁ କାହାକୁ ଆନନ୍ଦରେ ରଖିନି କି ନିଜେ ବି ଆନନ୍ଦରେ ରହିନି। ଆଜି ପର୍ଯ୍ୟନ୍ତ ଯେଉଁ ସବୁ କଥାକୁ ମୁଁ କେବେ ବିଶ୍ଳେଷଣ କରିନଥିଲି, ଆଜି କାହିଁକି ସେଇ ସବୁ କଥା ମନେ ପଡ଼ୁଛି। ଯଦି ଏଇ କଥା ଆଗରୁ ମନକୁ ଆସିଥାନ୍ତା, ତାହେଲେ ଆଜି ବୋଧେ ଏଇ ମାନସିକ ଦଣ୍ଡ ଭୋଗିବାକୁ ପଡ଼ିନଥାନ୍ତା। ହଁ, ମୋର ସ୍ପଷ୍ଟ ମନେ ପଡ଼ୁଛି, ମୁଁ ଯେଉଁଦିନ ବାହା ହେଇ ଏ ଘରକୁ ଅହଲ୍ୟାକୁ ଆଣିଥିଲି, ମଥାରେ ହାତେ ଓଢ଼ଣୀ, ସେଥିରେ ସିନ୍ଦୂର, ହାତରେ ନାଲି ଶଙ୍ଖା ପିନ୍ଧି ବୋହୂ ବେଶରେ ଏଇ ଘର ଏରୁଣ୍ଡି ଦେଇ ଭିତରକୁ ପଶିଥିଲେ ଅହଲ୍ୟା। ବାହାଘରର ଅନ୍ୟାନ୍ୟ କର୍ମକର୍ମାଣୀ ସରିଲା ପରେ ଶେଷରେ ଆସେ ବାସର ରାତି। ଏଇ ରାତିକୁ ନେଇ ପ୍ରତ୍ୟେକ ନବଦମ୍ପତି ବେଶ୍ ଉତ୍ସାହିତ ରହିଥାନ୍ତି। ସ୍ୱାଭାବିକ ଭାବେ ଅହଲ୍ୟା ମଧ୍ୟ ସେହିଭଳି ଉତ୍ସାହିତ ଥିଲେ। ସାଙ୍ଗସାଥିରେ ସେ ଅନେକ କିଛି କଥା ଶିକ୍ଷା ବି ପାଇ ଆସିଥିଲେ। ଏଇ ରାତିରେ ନବବଧୂଟିର ଜୀବନସାଥୀଟି କେଉଁଭଳି ମଧୁର ବଚନ କହେ, ମିଠା ମିଠା ପ୍ରତିଶ୍ରୁତି ଦିଏ, କେତେ ଆଦରର ସୋହାଗ କରେ, ଇତ୍ୟାଦି ଇତ୍ୟାଦି। ଏଇସବୁ କଥା ମନରେ ଭାବି ଅହଲ୍ୟା ବି ବେଶ୍ କୌତୂହଳୀ ହେଇ ଅପେକ୍ଷା କରିଥାନ୍ତି ତାଙ୍କ ଜୀବନସାଥୀକୁ, ମାନେ ମୋତେ। ବାବୁ ଆସିବେ ଘର ଭିତରକୁ ମନ୍ଦ ମନ୍ଦ ହସି ହସି। ପାଖରେ ବସିବେ, ମିଠା ମିଠା କଥା କହିବେ, ମନ ଖୁସି କରିବେ, ନିଜେ ମଧ୍ୟ ଖୁସି ହେବେ। କିନ୍ତୁ ସେଇଟା ଭାବିବା ଅହଲ୍ୟାଙ୍କର ଭୁଲ ଧାରଣା ଥିଲା। ସବୁ ଆଖିକି ସୁନ୍ଦର ଦିଶୁଥିବା ରଙ୍ଗୀନ ଫୁଲ ସୁରଭିଯୁକ୍ତ ନଥାନ୍ତି। କେତୋଟି ଫୁଲ ମଧ୍ୟ ବାସ୍ନା ରହିତ ଥାଏ ମଧ୍ୟ କେତେକ ଫୁଲ କଣ୍ଟାଯୁକ୍ତ ବି ଥାଏ। କେତେକ ଫୁଲ ପଦ୍ମନାଗର ବେଷ୍ଟନୀ ଭିତରେ ଥାଏ ତ ଆଉ କିଏ ଆକାଶମଲ୍ଲୀ ଭଳି ଖୁବ୍ ଉଚ୍ଚରେ ଥାଏ। କାହା ଭାଗ୍ୟରେ କ'ଣ ଲେଖାଥାଏ, ସେ କଥା କେବଳ ଭଗବାନ ଜାଣନ୍ତି। ସେଇ ପ୍ରଥମ ରାତିରେ ହିଁ ଅହଲ୍ୟା ଜାଣିଗଲେ ତାଙ୍କ ଭାଗ୍ୟରେ ମଲ୍ଲୀ କି ମାଳତୀ କିଛି ନାହିଁ, ବରଂ ଅଛି କେବଳ କାଗଜ ଫୁଲଟିଏ ସୁରଭି ରହିତ। ମୋର ଆକର୍ଷଣୀୟ ଚେହେରା ଦେଖି ସିନା ଅହଲ୍ୟା ପ୍ରଲୋଭିତ ହୋଇଥିଲେ, କିନ୍ତୁ ମୋର କଡ଼ା କଥା ଶୁଣି ସେ ଭିତରୁ ଭାଙ୍ଗି ରୁଜି ଚୂନା ହୋଇଯାଇଥିଲେ ସେଇଦିନ। ମୁଁ ଅହଲ୍ୟାଙ୍କୁ ମିଠା ମିଠା କଥା କହିବି କ'ଣ?
ବରଂ ତିଆରି କରିଥିଲେ ଗୋଟେ ନୂଆ ସମ୍ବିଧାନ, ଯେଉଁ ସମ୍ବିଧାନରେ ସବୁ ନିୟମ ମୁଁ ନିଜେ ତିଆରି କରିଥିଲି ଓ ସେଇଟା କେବଳ ଅହଲ୍ୟା ଏକା ପାଳିବେ ବୋଲି ନିର୍ଦ୍ଦେଶ ଦେଇଥିଲି। ସ୍ତ୍ରୀ ଉପରେ କୁଆଡ଼େ ସ୍ୱାମୀର ସମ୍ପୂର୍ଣ୍ଣ ଅଧିକାର ଥାଏ, ସ୍ୱାମୀ ଉପରେ ସ୍ତ୍ରୀର, ସେ କଥା ମୁଁ କେବେ ଭାବି ନଥିଲି। ଅହଲ୍ୟା ସେଇଦିନଠାରୁ ମୋ ପାଖରେ ନିର୍ଜୀବ ଖେଳଣାଟିଏ ପାଲଟିଗଲେ। ମୋର ପ୍ରତିଟି କଥାରେ ହଁରେ ହଁ ମାରିବା ଛଡ଼ା ଆଉ ଅନ୍ୟ ଉପାୟ ନଥିଲା। କେବେ କେମିତି ସେଥିରେ ବ୍ୟତିକ୍ରମ ଦେଖାଗଲେ ଗାଳିରେ ଘର କମ୍ପିଯାଏ, ଆଉ କେବେ କେବେ ହାତ ଉଠିଯାଏ। ମଣିଷ ଏତେ ଭୟଙ୍କର ହୋଇପାରେ? ଓଃ, ବାହାଘର ପରେ ମୁଁ ମୋର ନିଜ ହାତରେ ପାଣି ଗ୍ଲାସଟେ ଆଣି କେବେ ପିଇଥିଲି ମନେ ପକାଇବାକୁ ହଜାରେ ଚେଷ୍ଟା କଲି ମଧ୍ୟ ମନେ ପଡ଼ୁନି। କଡ଼ା ଇସ୍ତ୍ରୀବାଲା ସାର୍ଟ ପ୍ୟାଣ୍ଟ ନ ପିନ୍ଧିଲେ ଘରୁ ବାହାରେନି। ଟିକେ ଭାଙ୍ଗ ଫିଟି ଯାଇଥିଲେ ସେଦିନ ଆଉ ରକ୍ଷା ନାହିଁ ଅହଲ୍ୟାଙ୍କର। ମନର କ୍ରୋଧ ଓ ଶାନ୍ତ ନ ହେବା ଯାଏ ପାଟି ଚାଲିଥାଏ ମୋର। ସେମିତି ଭିତରୁ ଭାଙ୍ଗି ଯାଇଥିବା ନିଜକୁ ସମ୍ଭାଳି ନେଇ ପୁଣି ଥରେ ପ୍ୟାଣ୍ଟ ସାର୍ଟ ଇସ୍ତ୍ରୀ କରିବାକୁ ବସି ପଡ଼ନ୍ତି ଅହଲ୍ୟା। କାନ୍ଦିବାକୁ ଫୁର୍ସତ କାହିଁ? ମୁଁ ଘରୁ ଚାଲିଗଲା ପରେ ମନ ଭରି କାନ୍ଦନ୍ତି ବୋଧେ। ଆଖିଗୁଡ଼ା ଫୁଲା ଫୁଲା ଦିଶେ ତ। ସେ ପୁଣି ସୀମିତ ସମୟ ପାଇଁ। ଲଞ୍ଚ ଟାଇମରେ ଘରକୁ ଆସି ଖାଇବା ପ୍ରସ୍ତୁତ ହେଇନଥିବା ଦେଖିଲେ ବଳକା ରାଗତକ ସୁଝେଇ ଦେବି ଯେ ମୁଁ ଏଇ ଭୟ ତାଙ୍କର ଥାଏ। ତରତର ହୋଇ ରୋଷେଇ ଘରେ ପଶନ୍ତି ଅହଲ୍ୟା। ମନ ଯୋଉଠି ପୋଡ଼ି ଅଙ୍ଗାର ହେଲାଣି ସେଠି ରୋଷେଇରେ କିବା ମନ ଲାଗିବ? ଟିକେ ଏପଟ ସେପଟ ହୋଇଯାଏ ତେଲ ଲୁଣ ହଳଦୀ ମାପଚୁପରେ, ବାସ୍ ପୁଣି ଥରେ ମଉକା ମିଳିଯାଏ ମୋତେ। ସିଧା ତରକାରୀ ଗିନାକୁ ଧରି ଫିଙ୍ଗି ଦିଏ ତ କେବେ ପାଣି ଭର୍ତ୍ତି ଗ୍ଲାସକୁ ଲକ୍ଷ୍ୟଚ୍ୟୁତ ହୋଇ କେବେ କେବେ ସେ ଅହଲ୍ୟାଙ୍କ ପାଦରେ ବି ପଡ଼ିଯାଇଛି। କେବେ ପାଦ ସିଝିଯାଏ ତ ପୁଣି କେବେ ଗ୍ଲାସ ବାଜି ହାତ ଦରଜ ହୋଇଯାଏ। ସେଥିପ୍ରତି ମୋର ଭ୍ରୂକ୍ଷେପ ନଥାଏ କେତେବେଳେ। ରାଗ ଶାନ୍ତ ହେଲେ ମଲମଟିଏ କିଣି ଆଣି ଧରେଇ ଦିଏ ସିନା, କେବେ ଦୁଃଖ ପ୍ରକାଶ କରି ନିଜ ଆଡ଼ୁ କହେନି ଯେ ମୋତେ ଦିଅ ମୁଁ ମାଲିସ କରିଦେବି ବୋଲି। ଦିନସାରାର କ୍ଳାନ୍ତ ଦେହକୁ ରାତି ହେଲେ ସାତ ଶୃଙ୍ଗାରରେ ସଜେଇ ନିଜକୁ ସମର୍ପଣ କରନ୍ତି ଅହଲ୍ୟା ମୋ ନିକଟରେ, ନିଜର ଇଚ୍ଛା ଥାଉ କିମ୍ବା ନଥାଉ। ବାହାଘରର ବର୍ଷଟେ ପରେ ପ୍ରଥମ ଝିଅ। ଝିଅକୁ ଠିକ୍ ବର୍ଷେ ପୂରିଲା ବେଳକୁ ଅହଲ୍ୟା ଜାଣିବାକୁ ପାଇଲେ ଯେ ଦ୍ୱିତୀୟଟି ଆସିବାକୁ ଅଛି। ଏମିତି ପରେ 3ଟି ଝିଅ ଆସିଲେ। ଘର କାମକୁ ଛୁଆ କାମ ସନ୍ତୁଳି ହେଇ ଯାଉଥିଲେ ବିଚାରୀ। ମୋର କିନ୍ତୁ ପୁତ୍ର ଲୋଭ ଲାଗିଥାଏ। ଝିଅ ହେଲା ସେଥିରେ ବି ଅହଲ୍ୟାଙ୍କର ଭୁଲ। 3 ନମ୍ବର ଝିଅ ଜନ୍ମ ସମୟରେ ପ୍ରାୟ ମାସ ଯାଏ ଛୁଆର ମୁହଁ ଚାହିଁ ନଥିଲି ମୁଁ। ଆହା, ବିଚରା ଛୁଆଟି କେତେ କୁଆଁ କୁଆଁ ହୋଇ କାନ୍ଦୁଥାଏ। ତାକୁ ଏକା ଛାଡ଼ି ଅହଲ୍ୟା ମୋ ସେବାରେ ଲାଗିଥାନ୍ତି। ଝିଅକୁ ଅବହେଳା କଲେ ସେ କ'ଣ ତା ମା ଉପରେ ରାଗିପାରିବ? କିନ୍ତୁ ମୋର ଅବହେଳା ହେଲେ ଅହଲ୍ୟା ଜାଣିଛନ୍ତି ତାଙ୍କର ନିସ୍ତାର ନାହିଁ ବୋଲି। ଏଥର ତନ୍ତ୍ରମନ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କଲି। ଜଣେ ଜ୍ୟୋତିଷ ହାତ ଦେଖି କହିଲେ 7ଟି ଝିଅ ପରେ ଯାଇ ପୁଅ ଯୋଗ ରହିଛି। ବାସ୍, ଏଥର ଆଉ ଗୋଟେ ଦଣ୍ଡ ଯୋଡ଼ି ହେଇଗଲା ଅହଲ୍ୟାଙ୍କ ସହିତ। ପ୍ରତିବର୍ଷ ଗୋଟେ ଗୋଟେ ଛୁଆ ଆବର୍ଷଣ କରାଇଲେ ଅହଲ୍ୟାଙ୍କ ଇଚ୍ଛା ବିରୁଦ୍ଧରେ। ଶେଷରେ 8 ନମ୍ବରକୁ ପୁଅ ହେଲା ଶ୍ରୀତମ। କିଏ ଜାଣେ 4, 5, 6, 7 ବି ପୁଅ ଥିବେ କି କ'ଣ? କେବଳ ପୁତ୍ର ମୋହରେ ସିନା ସନ୍ତାନ ଚାହୁଁଥିଲି ମୁଁ, ପ୍ରକୃତରେ ମୋର ସେଇ ଉଗ୍ର ସ୍ୱଭାବ ସମସ୍ତଙ୍କ ଉପରେ ପ୍ରଭାବ ପକାଉଥିଲା। ପିଲାମାନଙ୍କର ଟିକେ ଟିକେ ଅଳି ଅଝଟରେ ରାଗି ଯାଇ ହାତ ଉଠେଇ ଦିଏ ମୁଁ। ଯାହାଦ୍ୱାରା ମୁଁ ଘରକୁ ଆସିଲେ ପିଲାମାନେ ଭୟରେ ବରଡ଼ା ପତ୍ର ଭଳି ଥରୁଥିଲେ। ନିଜେ ଅହଲ୍ୟା ଯେଉଁଠି ସୁରକ୍ଷିତ ନଥିଲେ ସେ ପିଲାମାନଙ୍କୁ କି ସୁରକ୍ଷା ଦେଇଥାନ୍ତେ? ତଥାପି ପିଲାମାନେ କେବଳ ମାର ପିଛା ଧରନ୍ତି, ମୋ ପାଖ ମାଡ଼ନ୍ତିନି। ଆଉ ଅହଲ୍ୟା ପିଲାମାନେ ସ୍କୁଲ ଚାଲିଗଲା ପରେ ପାଖ ପଡ଼ୋଶୀଙ୍କ ସହ ମିଶି ନିଜ ଦୁଃଖ ଭୁଲିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ତ ମୋ ଆଖିରେ କଣ୍ଟା ଲାଗିଲା ଭଳି କଥାଟି ଲାଗିଯାଏ। କାଳେ କେଉଁ ପଡ଼ୋଶୀ ଆଗରେ ଅହଲ୍ୟା ମୋର କୁତ୍ସିତ କର୍ମ ବିଷୟରେ ବଖାଣୁଥିବ। ଅହଲ୍ୟାଙ୍କର ସଂସ୍କାର ତାଙ୍କୁ ସେଇ ଶିକ୍ଷା ଦେଇନଥିଲା। ସ୍ୱାମୀ ନାଁରେ ପର ଆଗରେ ଚର୍ଚ୍ଚା କରିବା ତାଙ୍କ ନୀତି ବିରୁଦ୍ଧ କଥା ଥିଲା। ସେ କଥା କ'ଣ ମୋ ଭଳି ଅହଙ୍କାରୀ ଲୋକ ବୁଝିପାରିଥାନ୍ତି ଏତେ ଜଲ୍ଦି? ଘରର ସବୁ କାମ ଅହଲ୍ୟା ନିଜେ କରନ୍ତି, ଏମିତିକି ଓଷା ବ୍ରତ ପୂର୍ଣ୍ଣିମା ପର୍ବରେ ମଧ୍ୟ କରନ୍ତି। କେଉଁ ଗୋଟିଏ କାମରେ ମୁଁ ହାତ ଲଗାଏନି। ଏମିତିକି ଗାଧୋଇ ସାରି ନିଜ ଓଦା ଗାମୁଛାଟି ମଧ୍ୟ ତାର ଉପରେ କେବେ ପକେଇବାକୁ ମୋର ଅହଂ ମୋତେ ବାଧା ଦିଏ। ମୁଁ ରୋଜଗାର କରୁଛି, ମୋର ରୋଜଗାରରେ ଘର ଚଳୁଛି, ମୋର ଆଉ କିଛି କରିବା କ'ଣ ଆବଶ୍ୟକ?
ବସିବା ଶୋଇବା ଲୋକର ଏସବୁ କାମ କରିବା ଉଚିତ ବୋଲି ମୋର ଧାରଣା ଥିଲା। ଝିଅମାନେ ବଡ଼ ହେଲା ପରେ ଅହଲ୍ୟାଙ୍କ ଉପରେ ହାତ ଉଠାଇବାଟା ଟିକେ ଟିକେ କମିଗଲା ସିନା, ଗାଳି ମନ୍ଦ କରିବାଟା ବନ୍ଦ ହେଉନଥାଏ। ବରଂ ଦୁଇଟା ଯାକ ମିଶି ହୋଇଯାଇଥାଏ ଗାଳି ଆକାରରେ ବଡ଼ ରୂପ ଧାରଣ କରି। ବର୍ଷକୁ ଥରେ ହେଲେ ଅହଲ୍ୟାକୁ ତାଙ୍କ ବାପ ଘରକୁ ଛାଡ଼େନି ମୁଁ। କାହାର କେମିତି ବାହାଘର ହେଲେ ସେଇଦିନ ସାଙ୍ଗରେ ନେଇଯାଏ, ପୁଣି ସାଙ୍ଗରେ ଆଣି ଆସେ। ସବୁ ଝିଅମାନଙ୍କ ଭଳି ଅହଲ୍ୟାଙ୍କର ଯେ ମନଟି ଅଛି ଏକଥା ଜାଣିବାକୁ ଚେଷ୍ଟା ବି କରିନାହିଁ ଦିନେ ମୁଁ। ଝିଅମାନଙ୍କୁ ଘରକରଣା ଶିକ୍ଷା ଦେବା ବାହାନାରେ ଅନେକ ଗାଳି ମଧ୍ୟ ଦେଇଛି, ଯେଉଁଟା ସ୍ନେହ ଆଦରରେ ବୁଝା ହୋଇ ପାରିଥାନ୍ତା। ପୁଅକୁ ପାଠ ପଢ଼ାଇବା ପାଇଁ ମଧ୍ୟ ସେହିଭଳି ଗାଳିମାଡ଼ ଦେଇଛି। ମାନୁଛି ପିଲାମାନଙ୍କ ପାଇଁ ଶାସନର ଆବଶ୍ୟକତା ପଡ଼େ, ମାତ୍ର ମୋ କ୍ଷେତ୍ରରେ ଶାସନ ବହୁତ କଡ଼ା ଥିଲା। ଏମିତି ଗୋଟେ ଥର ହୋଇଥିଲା ମୋର ସ୍ପଷ୍ଟ ମନେ ଅଛି ଯେ ଶ୍ରୀତମ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇନଥିଲା ବୋଲି ତାକୁ ହଳୁଆ ପାଞ୍ଚଣରେ ଏମିତି ପିଟିଥିଲି ଯେ ପିଠିରେ ନୋଳା ପଡ଼ିଯାଇଥିଲା। ବିଚରା ଛୁଆଟା ମା ଆଡ଼କୁ ଚାହିଁ କାନ୍ଦୁଥାଏ ଭେଁ ଭେଁ ହେଇ। ମା କାନ୍ଦୁଥାଏ ଧକେଇ ଧକେଇ। ମଝିରେ ମୋ ନାଲି ଆଖିର ବିରାଟ ପାଚେରୀ, କେହି କାହା ପାଖକୁ ଯାଇପାରିବେ ନାହିଁ। ସେଇ ଦିନରୁ ଶ୍ରୀତମ ପାଠ ଛଡ଼ା ଆଉ କିଛି ଭୁଲିଗଲା। ସ୍ନେହ ପ୍ରେମ ମମତା ଭାବ ପ୍ରବଣତା ସବୁ କିଛି। ତା ପାଖରେ ଏସବୁର ମୂଲ୍ୟ କିଛି ରହିଲାନି। ହଁ, ରହିଲା କେବଳ ସେ ଯାହାଠାରୁ ସେସବୁ ପାଇଲା ସେଇମାନଙ୍କ ପାଇଁ। ଜଣେ ହେଲା ତା ବୋଉ, ଆଉ ତା ସ୍ତ୍ରୀ ପାୟଲ। ଝିଅମାନେ ଗୋଟେ ପରେ ଗୋଟେ ବାହା ହେଇ ଶାଶୁଘରକୁ ଚାଲିଗଲେ। ପୁଅ ଶ୍ରୀତମ ବି ଚାକିରି ପାଇ ବାହାରକୁ ପଳେଇଲା। ସେଇଠି ନିଜର ସହକର୍ମୀ ଜଣକୁ ଭଲ ପାଇ ବାହା ହେଇଗଲା। ତା ବୋଉକୁ ଏକା ଫୋନ୍ କରି ଜଣେଇଲା ସିନା, ବାପାଙ୍କୁ ନୁହେଁ। ଘରେ ଏକା ରହିଲୁ ଅହଲ୍ୟା ଆଉ ମୁଁ। ପିଲାମାନଙ୍କ ପାଖରୁ ଦୂର ହୋଇ ରହୁଥିବା ଏକ ମା'ର ମନ କଥା ବୁଝିଲି ନାହିଁ କେବେ। କେବେ ବୁଝିଥିଲି ଯେ ଏବେ ବୁଝିବି? ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆହୁରି ନିର୍ଭରଶୀଳ ହେଉଥିଲି ଅହଲ୍ୟାଙ୍କ ଉପରେ। ଅବସର ପରେ ଅଧିକ ସମୟ ଘରେ ରହିବାରୁ ଅହଲ୍ୟାଙ୍କୁ ଅଧିକ ସମୟ ଗାଳି ଖାଇବାକୁ ସମୟ ମିଳୁଥିଲା। ପାଖ ପଡ଼ୋଶୀ ଧୀରେ ଧୀରେ ଦୂରେଇ ଯାଉଥିଲେ ଗୋଟି ଗୋଟି ହୋଇ। ସେମାନେ କେବଳ ଅହଲ୍ୟାଙ୍କ ପାଇଁ ଟିକେ ଟିକେ ପାଖକୁ ଆସୁଥିଲେ। ସେତକ ବି ବନ୍ଦ ହୋଇଗଲା ସମ୍ପୂର୍ଣ୍ଣ ଭାବେ। କହିବାକୁ ଗଲେ ଗୋଟେ ବେସରକାରୀ ଜେଲ୍ ଭିତରେ ରହୁଥିଲେ ଅହଲ୍ୟା। ଦେହରେ ଓ ମନରେ ରୋଗ ଘର କରିବାକୁ ଲାଗିଲେ। ଶରୀର ଦୁର୍ବଳ ହୋଇଯାଉଥିଲା ଦିନକୁ ଦିନ। ଏଥର ଅହଲ୍ୟା ନୁହେଁ, ଅହଲ୍ୟାର ଶରୀର ସୁସ୍ଥ ରହିବା ଦରକାର ମୋ ପାଇଁ ବୋଲି ମେଡ଼ିକାଲ ନେଲି। ସେଇଠି ଜାଣିଲି କ୍ୟାନ୍ସର ରୋଗ ସମଗ୍ର ରକ୍ତକଣିକାରେ ଖେଳିଗଲାଣି ଅହଲ୍ୟାଙ୍କର। ଜୀବନ ଏଥର ସୀମିତ। ପିଲାମାନେ ଖବର ପାଇ ଆସିଲେ। ସାଙ୍ଗରେ ବୋଉକୁ ନେଇଯିବା ପାଇଁ କହିଲେ। କିନ୍ତୁ ଅହଲ୍ୟା କେବଳ ମୋରି ପାଇଁ ହିଁ କୁଆଡ଼େ ଯାଇପାରିଲେନି। ଆହା, ଏଇ ନିଷ୍ଠୁର ଲୋକଟା ପାଇଁ ମନରେ ଏତେ ଦରଦ? କ'ଣ ବା ତାଙ୍କୁ ଦେଇଛି? କେବଳ ଦୁଇପଟ ଶଙ୍ଖା ଆଉ ଟୋପାଏ ସିନ୍ଦୁର ଦେଇ ସାରା ଜୀବନ କିଣି ନେଇଛି। ମୋତେ ସାଙ୍ଗରେ ନେବା ପାଇଁ ବି କେହି ଥରେ କହିଲେନି। ଝିଅମାନଙ୍କୁ ରହିବା ପାଇଁ ଅନୁରୋଧ କଲି। ସେମାନେ ଶୁଣେଇ ଦେଲେ ସିଧା ସିଧା। ବାହାଘର ପରେ ଝିଅର ସ୍ଥାନ ତା ଶାଶୁଘରେ, ବାପଘରେ ନୁହେଁ। ଯେଉଁ କଥା ମୋଠାରୁ ସେମାନେ ଶିଖିଥିଲେ ତାଙ୍କ ବୋଉକୁ କହିଲା ବେଳେ। ବୋଉ କହିଲା ସ୍ୱାମୀ ସେବା ପରମ ଧର୍ମ। ସିଏ ବି ଯାହା ଶୁଣିଥିଲା ପୁଅଠାରୁ ସେଇଆ କହିଲା। ବାସ୍, ରହିଗଲା ଏକା ଏକା। 60 ବର୍ଷ ହେଲା ଯାହା କେବେ ସ୍ୱପ୍ନରେ କରିନଥିଲି ସେଇଆ କଲି। କିଏ କହେ ଯମପୁର ମୃତ୍ୟୁ ପରେ ଦେଖାଯାଏ। ମୋ ପାଇଁ ଏଇଠି ସ୍ୱର୍ଗ, ଏଇଠି ନର୍କ। ସ୍ୱର୍ଗ ଏଇଥିପାଇଁ ଯେ ଅହଲ୍ୟା ଭଳି ଜଣେ ଦେବୀଙ୍କର ଅତି ନିକଟରେ ଥାଇ ତାଙ୍କର ସେବା କରୁଥିଲି। ଆଉ ନର୍କ ଏଇଥିପାଇଁ ଯେ ନିତି ଅହଲ୍ୟାଙ୍କର ଗୁହମୁତ କରିବାକୁ ମୋତେ ପଡ଼ୁଥିଲା। ନିଜେ ବୁଢ଼ା ବୟସରେ ରୋଷେଇ କରି ଖାଇବାକୁ ପଡ଼ିଲା। ହାତରେ ଲୁଗା ଧୋଇ ଛାତରେ ଶୁଖାଇବାକୁ ବି ଶିଖିଗଲି। ଟେକି ଟେକି ରୋଗିଣା ସ୍ତ୍ରୀକୁ ଉଠାଇବାକୁ ବି କଲି। ଏତିକି ହେଲେ ଯୌବନ ବେଳେ କରିଥାନ୍ତି, କେତେ ଖୁସି ପାଇଥାନ୍ତୁ ଉଭୟ ସ୍ୱାମୀ ସ୍ତ୍ରୀ ଦୁଇଜଣ। ମୋର ଦଣ୍ଡ ଦେଖି ଅହଲ୍ୟାକୁ ବୋଧେ ଖରାପ ଲାଗିଲା କି କ'ଣ? ଭଗବାନଙ୍କୁ ପ୍ରାର୍ଥନା କରି ସେ ମୋତେ ଦଣ୍ଡମୁକ୍ତ କରିଦେଲେ ସବୁଦିନ ପାଇଁ। ଦିନେ ରାତିରେ ଶୋଇଲେ ଯେ ସକାଳୁ ନିଦ ଭାଙ୍ଗିଲାନି ଆଉ। ପୁଣି ଥରେ ସମସ୍ତେ ଘରକୁ ଆସିଲେ। ନିଜ ନିଜର ଧର୍ମ ପାଳନ କରି ନିଜ ନିଜ ଘରକୁ ଚାଲିଗଲେ। ଏବେ ବି ମୋର ସେଇ ଅହଙ୍କାରକୁ ଧରି ବସି ଭାବୁଥିଲି ଏ ଘରଦ୍ୱାର କାହାକୁ ଦେବିନି। ଯିଏ ମୋତେ ପାଖରେ ରଖିବ ଓ ମୋର ଦାୟିତ୍ୱ ସୁଚାରୁ ରୂପେ ନେବ ତାକୁ ହିଁ ଦେବି। କିନ୍ତୁ କେହି ସେ ଶାନ୍ତିଶୂନ୍ୟ ଘରକୁ ଚାହିଁଲେନି। ଚାଲିଗଲେ ନିଜ ନିଜ ବାଟରେ। ଶୂନ୍ୟକୁ ଚାହିଁ ବସିଥାଏ
ମୁଁ ସେମିତି କିଛି ସମୟ। କେହି ଜଣେ ବି ପଡ଼ୋଶୀ ଅଟକୁ ନଥାନ୍ତି କି କଥା ଦିପଦ ହେଉନଥାନ୍ତି। ଅହଲ୍ୟା ବିନା ଯେ ମୋ ଜୀବନ ଅଧୁରା ମୁଁ ଆଜି ଅନୁଭବ କଲି। ଅବଶ୍ୟ ପାଦକୁ ଘୋଷାଡ଼ି ଘୋଷାଡ଼ି ଘର ଭିତରକୁ ଗଲି। ଯେଉଁଠି ଯାହା ପଡ଼ିଥିଲା ସେମିତି ପଡ଼ିଛି ଅନାବନା ହୋଇ। କାହାକୁ କେଉଁଠୁ ଆରମ୍ଭ କରିବି, କାହାକୁ କେଉଁଠୁ ସଜାଡ଼ି ରଖିବି କିଛି ଭାବିପାରୁନଥିଲି। ଚାରିଆଡ଼େ ଏକ ଶୂନ୍ୟଭାବ ବିସ୍ତାର ହୋଇଯାଇଛି। ଶରୀରଠାରୁ ମନ ବେଶୀ ଦୁର୍ବଳ ହୋଇଯାଇଛି। ଦେହ ଓ ମନ ସହିତ ଅହଙ୍କାର ସବୁ ଭାଙ୍ଗି ଚୂନା ଚୂନା ହୋଇଯାଇଛି। ଶୋଷରେ ତଣ୍ଟି ଶୁଖିଗଲା ଭଳି ଲାଗୁଛି। ପାଣି ପାଖକୁ ହାତ ବଢ଼ାଇବାକୁ ଶକ୍ତି ଆସୁନି। ଅବଶ୍ୟ ଦେହକୁ କୌଣସି ମତେ ବିଛଣା ଯାଏ ଘୋଷାଡ଼ି ନେଇ ଗଡ଼ି ପଡ଼ିଲି। ପୁଣି ଥରେ ଅହଲ୍ୟା ମଗ୍ନ ହେଇଗଲି। କାହିଁକି କେଜାଣି ଅହଲ୍ୟା ବିନା ମୋତେ କିଛି ଭଲ ଲାଗୁନଥିଲା। ତାଙ୍କ ଭାବନାରେ ଏତେ ଶାନ୍ତି, ଅଥଚ ସେ ମୋ ପାଖରେ ଥିଲାବେଳେ ତାଙ୍କୁ ଟିକେ ବୁଝିପାରିଲିନି। ଏବେ ତାଙ୍କ ଅନୁପସ୍ଥିତି ମୋତେ ନିରନ୍ତର ଜଳେଇ ଚାଲିଛି। ମୋର ଆହାର ଅହଲ୍ୟା, ମୋର ପାନୀୟ ଅହଲ୍ୟା, ମୋର ନିଶ୍ୱାସ ଅହଲ୍ୟା, ମୋର ଚିନ୍ତା ଅହଲ୍ୟା, ମୋର ଚେତନା ବି ଅହଲ୍ୟା। ପ୍ରତିଟି ମୁହୂର୍ତ୍ତରେ କେବଳ ଅହଲ୍ୟାଙ୍କ ସ୍ମୃତି ହିଁ ମୋତେ ବଞ୍ଚେଇ ରଖିଛି। ସେଇ କବାଟ ବନ୍ଧକୁ ଆଉଜି ବସି ଅହଲ୍ୟା ମଗ୍ନ ହୋଇଯାଏ ମୁଁ। ପୁଅର ଫେରିବା ବାଟକୁ ଚାହିଁଥାଏ। ଝିଅର ଫୋନକୁ ଅପେକ୍ଷା କରିଥାଏ। କିଛି ଲାଭ ହୁଏନି। ହଠାତ୍ ଗାଡ଼ିର ହର୍ଣ୍ଣ ଶୁଣି ପ୍ରକୃତିସ୍ଥ ହେଲି। ଟ୍ୟାକ୍ସିଟିଏ ଛିଡ଼ା ହୋଇଥିଲା ମୋ ଘର ସାମ୍ନାରେ। ମୋ ମନର ଆଶାର ଆଲୋକ ଲିଭି ସାରିଥିଲା ଅନେକ ଦିନୁ। ସେପଟକୁ ଚାହିଁ ଅଯଥା ଅହଲ୍ୟାଙ୍କ ଭାବନାରୁ ଛିଣ୍ଡିବାକୁ ଚାହୁଁନଥିଲି। ଦେଖିଲି ଶ୍ରୀତମ ଓ ପାୟଲ ଆସି ଛିଡ଼ା ହେଲେ ମୋର ଦୁଇ ପାର୍ଶ୍ୱରେ। ଦୁଇ ହାତକୁ ଧରି କହିଲେ, ବାପା ଚାଲ ଯିବା ଏଥର। ଆଉ ନୁହେଁ, ବହୁତ ଭାଙ୍ଗି ପଡ଼ିଲେଣି ତମେ। ଆଉ ବେଶୀ ଭାଙ୍ଗି ପଡ଼ିଲେ କିଏ ଆମକୁ ସମ୍ଭାଳିବ? ଦର୍ଶକ ବନ୍ଧୁମାନେ, ଯଦି ମୋ ଓଡ଼ିଆ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।